ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ତାପରେ ଶାରୀରିକ ସମ୍ପର୍କ ଏବଂ ଶେଷରେ ଧୋକା ଏଭଳି ଏକ ଅଭିଯୋଗକୁ ନେଇ କୁଚିଣ୍ଡା ଉପଖଣ୍ଡରେ ଚର୍ଚ୍ଚା ସୃଷ୍ଟି ହୋଇଛି। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ସେ 6 ମାସର ଗର୍ଭବତୀ ହୋଇଥିବା ବେଳେ ଯୁବକ ବିବାହ ପାଇଁ ମନା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଳନା କରିଛି। ସୂଚନା ଅନୁଯାୟୀ ମହୁଲପାଲି ଥାନା ଅନ୍ତର୍ଗତ ବାବୁମାଲତି ଗ୍ରାମର ନରେନ୍ଦ୍ର ପରୁଆ ଓ ଜମନକିରା ଥାନା ଅନ୍ତର୍ଗତ ନୂଆଡିହି ଗ୍ରାମର ଜଣେ ଯୁବତୀଙ୍କ ମଧ୍ୟରେ 2023 ମସିହାରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କ ଅଭିଯୋଗ ଅନୁସାରେ ନରେନ୍ଦ୍ର ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଫଳରେ ଯୁବତୀ ବର୍ତ୍ତମାନ 6 ମାସର ଗର୍ଭବତୀ ହୋଇଛନ୍ତି। ଗର୍ଭବତୀ ହେବା ପରେ ଯୁବତୀ ବିବାହ ପାଇଁ କହିଥିଲେ ମଧ୍ୟ ନରେନ୍ଦ୍ର ତାହାକୁ ପ୍ରତ୍ୟାଖ୍ୟାନ କରିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜମନକିରା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ଆଧାରରେ ଜମନକିରା ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ନରେନ୍ଦ୍ର ପରୁଆକୁ ଗିରଫ କରିଥିଲା। ପରେ ଡାକ୍ତରୀ ପରୀକ୍ଷା ପରେ ତାକୁ କୋର୍ଟ ଚାଳନା କରାଯାଇଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ ସନ୍ଧ୍ୟା ନ୍ୟୁଜ୍।